ବାପା ଝିଅର ପୁଅ ତାର ବଡ଼ ପୁଅ ତାର ପୁଅ ବି ସରିଗଲା ବଡ଼ ପୁଅ ବି ସରିଗଲା ଜୟ ବି ସରିଗଲା আর কেହି নেই মোর বুড়া হেডমাস্টর ଥିଲେ ସେ ବି ସରିଗଲେ ମୋର ବଡ଼ ପୁଅ ସରିଗଲା ଏ ଟୁକୁଲର ବାପା ଆରୁ ଗୋଟେ ପୁଅ ବି ସରିଗଲା আর କେହି ନେଇ ଛଅ ବାପ କେହି ନେଇ ଛଅ ବାପ ସରିଗଲା 5 दिन होते 5 दिन उमान सागर घर कोटा आगे क्या ना गाड़ी जीवा तो ओह इधर रोमन सागर घर कोटा है आगे हाँ सीधा सीधा नाइनटीन 89 स्कूल देवंतपड़ा नमस्कार द न्यूज मुनिगुड़ा न्यूज को स्वागत करुछु मु बाबू जेना आमे आज आसी पहुंची जाइछु ह्यूमान सागर को घरे किंतु तांकर घरे मांकर उपस्थिति थाई मध्य तांकर शारीरिक जेहेतु असुस्थता अछि से किछि कहि पारलेनी तो तांकर जणे संपर्कीय आम सांगेर अछंती से तांकर परिचय देबे आपनकर परिचय देबे मो रिलेटिव्स आगे मोर रिलेटिव आगे आज्ञा कोन कहिबे तांको मां वर्तमान को परिस्थिति रे अछंती एबे तो आपण देखुतले मार अवस्था टिके भल नै आज्ञा आ से कहि पार नांती इंसुलिन और बीपी टिके बढ़ी जाई छै तांकर तो से दिले कि से आपण सामने रे आसी नै पाइले मीडिया सामने रे आसी नै पाइले आज्ञा आपण तो भेटले आपण निजे सांत्वना देले आ जाउ छन आज्ञा बहुत धन्यवाद सर आपण जानिथिबे सारा ओडिसा रे चांचल्य सृष्टि करिछि ह्यूमान सागर को नेकी तांकर मृत्यु खबर चारिआडे प्रचारित हो सारी शोकाकुल परिवेश भितर आम सहित अच्छा पंकज जाल सार सी प्रथम तांको परिचय देवे आ कौन कहे ह्यूमान सागर पर यही जो परिस्थिति वर्तमान घटी से विषय किसी कहे। नमस्कार मुझे पंकज जाल स्नेहल कंठशिल्पी और संगीत निर्देशक ह्यूमान जो फास्ट टेस्ट आमर ये टिटलागढ़ जेहेतु ता घर टिटलागढ़ ये शिखुला ये सब करूला तो ये जो मो स्टूडियो देखुं पूर्णिमा स्टूडियो से प्रथम गीत गाई कहले चलो कहीं ये गुरु शुभ्रांशु मिश्र ता मामू जी कि गगन बाग मोर सांग से तबला बजाऊे आम दुज जाक एका सारे ता बापा भी गीत गाउले जे कि रवि सागर आम समस्ते गोटे परिवार आम भितर से बढ़ी आम भितर तैयारी आम भितर आम चेष्टा करछु गोटे भल सिंगर तैयारी करने आगु को आम ताको तैयारी कला से कटक गले कटक रे से बहुत ना कले आज तो सारा ओडिशा बहुत दुख कर झुरुचे आज घटना गोटे बहुत दुखद घटना आई घटना रे आम मैंने तो आप छुआ को हरईचु आम मैंने समस्ते मिसिक आम टिटलागढ़ बासी
ସମସ୍ତେ ତା ପାଇଁ ଝୁରି ହେଉଛନ୍ତି। ନିହାତି ଭାବରେ ଦୁଃଖ କଥା। ଆଉ କ'ଣ ଆଉ କହିବି, ଆମ ଭିତରେ ସେଇ ଯେଉଁ ଛୁଆ ଆମ ସାଙ୍ଗରେ ଡେଉଁଥିଲା, ନାଚୁଥିଲା, ଗାଉଥିଲା, ବହୁତ ଖୁସି ହେଉଥିଲା। ଏଇଠି ପ୍ରଥମ ପ୍ରୋଗ୍ରାମ ବି ଏଇଠି କରିଛି। ଆମେ ତାକୁ ନେଇକି ଯାଉଥିଲୁ, ଆପଣ ମୁନିଗୁଡ଼ା ଜାଣିଥିବେ, ମୁନିଗୁଡ଼ାରେ ସେ ସବୁବେଳେ ପ୍ରଥମ ମୋ ମାମା 2ଟା ଗୀତ ଗାଇବି ଏମିତି କହେ। ଆମେ ତାକୁ ସବୁବେଳେ ନେଇକି ଯାଉ, ପ୍ରୋଗ୍ରାମରେ ବି ଆମେ ତା ସାଙ୍ଗେ ଯାଇଛୁ। ବହୁତ ସ୍ମୃତି ଅଛି ତା ସାଙ୍ଗେ। ନିହାତି ଭାବରେ ସେ ଭାରି ସୁନ୍ଦର ମଣିଷଟେ ଥିଲା, ଭଲ ସମ୍ମାନ କରୁଥିଲା ସମସ୍ତଙ୍କୁ। ଆମେମାନେ ତାକୁ ଆଜି ବି ଝୁରୁଛୁ, ଯେହେତୁ ମାନେ ଆମେମାନେ ଅଛୁ, ସେ ଚାଲିଗଲା। ସେ ଛୁଆ ଆଜି 35 ବର୍ଷରେ ଚାଲିଗଲା, ବହୁତ କମ୍ ଏଜ୍ରେ। ଭାରି ଦୁଃଖ ଲାଗୁଛି। କିଛି ସ୍ମୃତି ତାଙ୍କ ସହିତ ଏମିତି ଅଭୁଲା ସ୍ମୃତି ରହିଯାଇଛି ଯୋଉଟା ଆପଣ ଏବେ ମନେ ପକାଉଛନ୍ତି, ସେମିତିଆ କିଛି? ବହୁତ ସ୍ମୃତି ଅଛି। ଆମେ ମାମୁଁ ଭଞ୍ଜା, ମୁଁ ତ ଗୀତ ଗାଉଥିଲି, ତ ସେ ମୋ ସାଙ୍ଗରେ ସବୁବେଳେ ଆମେ 2 ଜଣ ସୁଫି ଗୀତ ଗାଉଥିଲୁ। ସେ କ୍ଲାସିକାଲି ଭଲ ସିଙ୍ଗର ସେ ଥିଲେ, ମୁଁ ବି କ୍ଲାସିକାଲ ଶିଖିଥିଲି। ତ ଆମମାନଙ୍କ ଭିତରେ କମ୍ପିଟିସନ୍ ହୁଏ, ମାନେ କେମିତି ମାନେ ଏ ଯେଉଁ ନୁସରତ ଫଟେୱାଲିଙ୍କର ଗୀତକୁ ଆମେ 2 ଜଣ ଏକା ସାଙ୍ଗରେ ଗାଉଥିଲୁ। ମୁଁ ଗୋଟେ ଷ୍ଟାଇଲ୍ କଲେ, ସେ ଗୋଟେ ଷ୍ଟାଇଲ୍ କରେ। ଆଜି ସେ କଥା ଗୁଡ଼ା ଭାରି ମନେ ପଡ଼ିଛି। ଯାହା ହଉ ସେ ଆଜି ନାହାନ୍ତି ଆମ ପାଖରେ। ଆପଣ ତ ବହୁତ ପାଖରୁ ମିଶିଛନ୍ତି, ଆଜ୍ଞା। ତ ସେ କୋଉ ଭଳିଆ ମଣିଷ ଥିଲେ? କିଛି ନିଶ୍ଚିତ ଭାବରେ ଭଲ, କାହିଁକି ସେ ସମସ୍ତଙ୍କୁ ସମ୍ମାନ କରୁଥିଲେ। ସେଟା ଗୋଟେ ବହୁତ ବଡ଼ କଥା। ଯେମିତି ମଣିଷ ସବୁବେଳେ ସମସ୍ତଙ୍କୁ ଆପଣେଇ ନେଉଥିଲେ, ସେ ସମସ୍ତଙ୍କୁ ଏମିତି ସମ୍ମାନ କରୁଥିଲେ। ଜଣେ ଲୋକ ତରଳି ଯାଉଥିଲା, ତାଙ୍କ ପ୍ରତି ଆକୃଷ୍ଟ ହେଉଥିଲା, ଆଉ ସବୁବେଳେ ଭଲ ପାଇବା ସେ ଦେଉଥିଲେ। ନିଶ୍ଚିତ ତାଙ୍କ ଗୀତକୁ ସମସ୍ତେ ଝୁରୁଛନ୍ତି, ଆଜ୍ଞା। ତ ତାଙ୍କ ଶ୍ରୋତାମାନଙ୍କୁ କ'ଣ କହିବେ? ବର୍ତ୍ତମାନ ଯେଉଁ ପରିସ୍ଥିତି ଚାଲିଛି, ସମସ୍ତେ ଦୁଃଖ ପ୍ରକାଶ କରୁଛନ୍ତି। ନିହାତି ଭାବରେ ତାର ତ ଭରପାଇ ହେବନି, କାହିଁକି ନା ସେଭଳିଆ ସିଙ୍ଗର ଓଡ଼ିଶାରେ ଆଉ ଏଇ ଦଶନ୍ଧିରେ ହେବାର ମୋତେ ଲାଗୁନାହିଁ। କାହିଁକି ନା ସେ ଭର୍ସାଟାଇଲ୍ ଥିଲା। ମୋ ଭଳିଆ ମୁଁ ବି ଯେମିତି ତିଆରି ହେଇଥିଲି, ସେମିତିଆ ସେ ତିଆରି ହେଇଥିଲେ। ଆଉ ସବୁ ପ୍ରକାର ଗୀତ ଯାହା ଗାଇଦେଲେ ଭଲ ଲାଗୁଥିଲା। ସେଥିପାଇଁ ଆଜି ଓଡ଼ିଶା ଝୁରୁଛି। ଓଡ଼ିଶା ସମସ୍ତ ଲୋକ ତାକୁ ଭଲ ପାଉଛନ୍ତି, ଝୁରୁଛନ୍ତି ତା ଗୀତକୁ, ତାକୁ। ଆଉ ଆମମାନେ ବି ଝୁରୁଛୁ। ତାଙ୍କ ପରିବାରକୁ ସେ ଛାଡ଼ିକି ଚାଲି ଯାଇଛନ୍ତି। ପରିବାର ପାଇଁ କ'ଣ ସାନ୍ତ୍ୱନା ରହିବ ଆପଣଙ୍କର? ସାନ୍ତ୍ୱନା କ'ଣ, ମୋର ତ ନାନୀ ହେବେ ସେ, ଯେହେତୁ ମୋ ଭଣଜା ହେଲେ ସେ ଆମ ନାନୀ, ଆମ ଘର ଲୋକ। ଆଉ ସାନ୍ତ୍ୱନା କ'ଣ ଦେବେ? ଆମେମାନେ ହିଁ ମାନେ ଦୁଃଖିତ ଅଛୁ ସମସ୍ତେ, ଟୋଟାଲ ପରିବାର। ଆମେ ସେଥିପାଇଁ ମାନେ ଆମେ ନିଜକୁ ଏବେ ଭାବୁଛୁ ତା ଦେହ ପାଇଁ ଟିକେ ଆମେ ଯଦି ଯତ୍ନ ନେଇଥାନ୍ତୁ ତାହେଲେ ଭଲ ହେଇଥାନ୍ତା। ଆମେମାନେ ନିଜକୁ ଦାୟୀ କରୁଛୁ, ଆଉ ଆମର ଭୁଲ ଯୋଗୁଁ ବୋଧେ ଏତିକି ବାଟ ସେ ଚାଲିଗଲା। ବହୁତ ବଢ଼ିଆ, ବହୁତ ବହୁତ ଧନ୍ୟବାଦ। ଇଏ ତ ଥିଲେ ପଙ୍କଜ ଜାଲ ସାର୍। ସେ ତ ବହୁତ ପ୍ରସିଦ୍ଧ ଲାଭ କରିଛନ୍ତି ସାରା ଓଡ଼ିଶାରେ, କିନ୍ତୁ ଆଜି ସିଏ ବି କେଉଁଠି ନା କେଉଁଠି ଦୁଃଖ ପ୍ରକାଶ କରୁଛନ୍ତି ହ୍ୟୁମାନ ଭାଇଙ୍କ ପାଇଁ, ଯିଏକି ଏତେ ସୁନ୍ଦର ଗୀତ ଦୁନିଆକୁ ଦେଇଗଲେ, କିନ୍ତୁ ସିଏ ଅଳ୍ପ ବୟସରେ ଦୁନିଆକୁ ଛାଡ଼ି ଚାଲିଗଲେ। ତ ତାଙ୍କ ପରିବାର ପ୍ରତି ସାନ୍ତ୍ୱନା, ସମବେଦନା ସମସ୍ତ ଶ୍ରୋତା ବନ୍ଧୁଙ୍କ ପାଇଁ, ଆଉ ମୁନିଗୁଡ଼ା ନ୍ୟୁଜ୍କୁ ସମୟ ଦେଇଥିବାରୁ ଆମେ ହୃଦୟରୁ ଧନ୍ୟବାଦ ଜ୍ଞାପନ କରୁଛୁ। ଧନ୍ୟବାଦ ସାର୍।